ପାତଞ୍ଜଳ ଯୋଗସୂତ୍ର ସମାଧିପାଦର ସୂତ୍ର ନମ୍ବର 14 ସୂତ୍ର ଦେଖିବା। ସ ତୁ ଦୀର୍ଘକାଳ ନୈରନ୍ତରୀୟ ସତ୍କାର ସେବିତ ଦୃଢ଼ ଭୂମି ହିଁ। ତାର ପଦ ଗୁଡ଼ିକର ଅର୍ଥ ହେଲା ସ ମାନେ ସେହି ଅଭ୍ୟାସ, ସେହି ମାନେ ଅଭ୍ୟାସ। ପୂର୍ବ ସୂତ୍ରର ପରସୂତ୍ର ସହିତ ସବୁଠି ଯୋଗସୂତ୍ର ରହୁଛି, ସଂଯୋଗ ରହୁଛି, ଲିଙ୍କ ରହୁଛି। ତୁ ମାନେ ନିଶ୍ଚୟ କରିବା ଏଠି। ଦୀର୍ଘକାଳ ବା ଦୀର୍ଘକାଳ, ଦୀର୍ଘ ସମୟ। ନୈରନ୍ତରୀୟ ନିରବିଚ୍ଛିନ୍ନତା। ସତ୍କାର, ସତ୍କାର ହେଲା କ'ଣ ନା ଶ୍ରଦ୍ଧା, ସମ୍ମାନ ଭାବ, ସତ୍କାର। ଆସେବିତ ନିୟମିତ ଭାବରେ ଯୋଉଟା କରାଯାଏ ସେଟା ହେଲା ଆସେବିତ। ଦୃଢ଼ ଭୂମି, ଦୃଢ଼ ଭିତ୍ତି। ତାର ସରଳ ଅର୍ଥ ଦେଖିବା। ଦୀର୍ଘ ସମୟ ଧରି ନିରବିଚ୍ଛିନ୍ନ ଭାବେ ଶ୍ରଦ୍ଧା ଓ ସମ୍ମାନ ସହିତ କରାଯାଉଥିବା ଅଭ୍ୟାସ ଦୃଢ଼ ଭିତ୍ତି ସୃଷ୍ଟି ହୁଏ। ତାର ବ୍ୟାଖ୍ୟା ହେଲା କ'ଣ ନା ପତଞ୍ଜଳି ଏଠି ସ୍ପଷ୍ଟ କରିଛନ୍ତି ଯେ ଅଭ୍ୟାସ କେବେ ଫଳଦାୟକ ହୁଏ ଯେତେବେଳେ ତାହା ଦୀର୍ଘକାଳ ବା ଦୀର୍ଘ ସମୟ ଧରି ନୈରନ୍ତର୍ଯ୍ୟ ବା ବିଚ୍ଛିନ୍ନ ନ ହୋଇ ବା ମଝିରେ ଖଣ୍ଡିତ ନ ହୋଇ ସତ୍କାର ହେଲେ ଶ୍ରଦ୍ଧା ଓ ଆଦର ସହ କରାଯାଏ। ତେବେ ମନ ଧୀରେ ଧୀରେ ସ୍ଥିର ହୁଏ ଓ ସମାଧି ପାଇଁ ଏକ ଦୃଢ଼ ଭିତ୍ତି ସୃଷ୍ଟି ହୁଏ।